ଜୟ ଜନତା ଭାଇମାନେ, ଆଜି ହେଉଛି ସ୍ୱାଧୀନତା ଦିବସ। ଆଜି ଆମ ଦେଶ ସ୍ୱାଧୀନ ହୋଇଥିଲା। ହେଲେ ଭାଇ, ସତରେ କ'ଣ ଆମ ଦେଶ ସ୍ୱାଧୀନ ହୋଇଛି? ଯଦି ସ୍ୱାଧୀନ ହୋଇଛି, ଆମ ଦେଶର ଝିଅମାନେ କାହିଁକି ବଳାତ୍କାରର ଶିକାର ହେଉଛନ୍ତି? ଏଥିରେ ଦୁନିଆର ଲୋକମାନେ କହୁଛନ୍ତି ଜାତୀୟ ପତାକା ଧରି ଆମ ଦେଶ ସ୍ୱାଧୀନ ହୋଇଛି। ହେଲେ ଆଜି ଏ ସରକାର ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ଆଣିବା ବନ୍ଦ କରିଦେଉଛି। ତାର କହିବାର କାରଣ ହେଲା ଯେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ନେବା ଦ୍ୱାରା ଝିଅମାନଙ୍କୁ ବଳାତ୍କାର କରାଯାଉଛି, ଆଉ ତାକୁ ଧୀରେ ପକାଇ ତାକୁ ଜାଳି ଦିଆଯାଉଛି। ଆଉ ତାହା ବନ୍ଦ କରିବା ଦ୍ୱାରା ଝିଅମାନେ ବଳାତ୍କାର ଶିକାର ହୋଇପାରିବେ ନାହିଁ। ସେଇଟା କେଉଁ ମତରେ ଠିକ୍ ହେଲା ସେଇଟା ମୁଁ ବୁଝିପାରୁନାହିଁ। ହେଲେ ଯେଉଁଟା ବନ୍ଦ କରିବା ଦରକାର ସେଇଟା ବନ୍ଦ ହେଉନାହିଁ। ସେଇଟା ହେଉଛି ମଦ। ଯଦି ଆମ ଦେଶରେ ମଦ ବନ୍ଦ ହେବ ତାହେଲେ ବଳାତ୍କାର, ମର୍ଡର, ଚୋରି, ଡକାୟତ ସବୁ କିଛି ବନ୍ଦ ହେଇଯିବ। କାରଣ ମଦ ଯୋଗୁଁ ସବୁ କିଛି ହେଇପାରୁଛି। ଏଥିରେ ସରକାର କରୁଛି କ'ଣ? ଯେଉଁଟା ବନ୍ଦ କରିବା ଦରକାର ସେଇଟା ହେଉନାହିଁ। କାରଣ ମଦ ଯୋଗୁଁ ଆମ ଦେଶ ଚଳୁଛି ପରା। କ'ଣ ଠିକ୍ କହିଲି ଭାଇମାନେ? ଯଦି ମୁଁ ଠିକ୍ କହିଲି କି ଭୁଲ କହିଲି, ଆପଣମାନେ କମେଣ୍ଟରେ ନିଜର ମତାମତ ଜଣାନ୍ତୁ। ରହିଲି, ଜୟ ଜଗନ୍ନାଥ।